छोट छुआ माने जीवन में कौन पाप करते जीवनर मूल्य जो माने न बुझी से माने कौन बुझे ये विश्वटा को एमती एमती खाली इगो रे ध्वंस करदे बा सत्संग भगवत प्राप्तिर एकमात्र उपाय एणु सर्वदा साधु संग कर तेबे सर्वदा केमिति साधु संग आमे करू साधु कौन कौटी बुली बुली खोजी खोजी बुलिकी डाकिकी आणबू तुम आस आम तुम सहित संग लाभ करू ता नुहे आमे जदि गीता पढ़िलु गीता को लिखिछि के जने साधु भगवान व्यास तेणु ये गोटे साधु संग है जदि आमे नीरव निर्जन रे गोटे घरे बसी किछि समय हृदय चक्र को ध्यान करी आम इष्ट को आ गुरु को ध्यान कलु से मध्य गोटे साधु संग जदि गोटे परिवार रे समस्ते बसी आमे 5 मिनिट हो कि 10 मिनिट हो जदि प्रार्थना कलु से मध्य साधु संग आजिकाली बहु सत्संग होउछि सेटिकी जिबारे किछि असुविधा नाही तांको कथा सुनिबारे कौनसी असुविधा नाही किंतु बेले बेले देखा जाउछि सेमाने तांको गुरुंको व्यतीत अन्य कौनसी गुरुंकर ना भी से धरती नाही कौनसी गुरुंकर बाणी मध्य गोटे कहती नाही सीटा बलिया को भारी अड़ुआ लगे बलिया आपण माने जी मोर संस्पर्श आसी आपण माने जानी बलिया सबु साधु को भल पाए सबु सद्गुरु मान को सम्मान दिए ये भली गोटे गोटे संप्रदाय अच्छी ताको पाखरे पहुँचवा परे पचारती तुम कहार शिष्य ना मु अमुकर शिष्य सी जानिक कहती सी गुरु माने सी थांतु आ तमें आमठू दीक्षा नि आमको गुरु कर यही सब कथा गुड़ाक धार्मिक कथा नुहे कि गुड़ाक भल कथा साधु संग कर नामाचार्य बाया बलिया को भी कही केन्द्रापड़ा टिकिरी मठरे मोर मानसिक अवस्था को शांत करने पाई से निर्देश देइथिले साधु संग कर सी गोटे वर्षक जाक मु आउ थे एक कहूली बस रे गले जड़े साधु भेटे ट्रेन रे गले जड़े साधु बसवे साधु साधु थे प्लेन रे गले भी गोटे साधु थे जेकोसी सभा समिति को बलिया जाए एमिटी कौ सभा समिति नहीं गोटे साधु जड़े दिज न था सेतिकी भी नुहे आश्रम रे प्रत्येक दिन नहले भी 7 दिन कि 8 दिन जन दिज साधु कोर्ट आसबे जड़े महापुरुषंक पार्टी बाहरिला साधु संग कर वर्षक जाक मते आपे आपे साधु संग मिला भागवत रे लेखा ही ये जीव साधु संग भी लभी पारे नामाचार्य बाया बाबांकर देह त्याग है मते पागल भलिया लगिला एवं भाविली ये जीवनटा आउ रखिया कथा नुह
ଶହୀଦ ନଗରର ଗୋଟେ କେଉଁ ନମ୍ବର ପ୍ଲଟ୍ ମୋର ମନେ ପଡ଼ୁନି, ସେଇଠି ଭଳିଆ ଉପାସନା କରି ଜପ କଲା। ସେଇଠି ଗୋଟେ ନିର୍ଦ୍ଦେଶ ଆସିଲା, ବୈକୁଣ୍ଠ ବ୍ରହ୍ମଚାରୀଙ୍କ ପାଖକୁ ଯାଅ। ତେବେ ମୋର ମନ ଭିତରେ ଆସିଲା, ବାୟାଙ୍କୁ ସ୍ମରଣ କରିବା, ବୈକୁଣ୍ଠଙ୍କ ପାଖରେ ଟିକେ ବସିବା। ବୈକୁଣ୍ଠଙ୍କ ସହିତ କିଛି ସମୟ କିଛି ବର୍ଷ କଟିଲା, ତାଙ୍କ ସହିତ ଆଳାପ ହେଲା, ସିଏ ମୋତେ ପୁତ୍ର ଭାବରେ ଗ୍ରହଣ କଲେ, ସବୁ କଥା ହେଲା। କିନ୍ତୁ ବୈକୁଣ୍ଠ ବି ଚାଲିଗଲେ, ଦେହତ୍ୟାଗ କଲେ। ତାପରେ ଆଉ କାହା ପାଖକୁ ଯାଅ ବୋଲି ମୋତେ ନିର୍ଦ୍ଦେଶ ହେଇନି। ସେତେବେଳକୁ ପ୍ରାଚୀର ମଧୁସୂଦନ ସେ ବି ଦେହ ରଖିଲେଣି। ଯେଉଁଦିନ ମଧୁସୂଦନଙ୍କ ପାଖକୁ ଯିବା ପାଇଁ ଗାଡ଼ି ସଜ କରିଛୁ, ଖବର ଆସିଲା ମଧୁସୂଦନ ଆଜି ଦେହତ୍ୟାଗ କଲେ। କିନ୍ତୁ ସ୍ୱପ୍ନରେ ମଧୁସୂଦନକୁ ବଳିଆ ଦର୍ଶନ ପାଇଲା ଏବଂ କଥୋପକଥନ ମଧ୍ୟ ସ୍ୱପ୍ନରେ ହେଲା। ତାକୁ ସ୍ୱପ୍ନ ବୋଲି କହିହେବ ନାହିଁ। ସେଇଭଳି ଭାବରେ ଠାକୁର ଅଭିରାମ, ଆମେ ଯେତେବେଳେ ପିଲାଦିନେ 17 ବର୍ଷରେ ବିଭିନ୍ନ ଗାଁରେ ଆମର ସତ୍ସଙ୍ଗ ହେଉଥିଲା, ବଳିଆକୁ ଡାକୁଥିଲେ। ଠିକ୍ ସନ୍ଧ୍ୟାବେଳେ ଅଭିରାମଙ୍କର ଶିଷ୍ୟମାନେ ଖଞ୍ଜଣି ଧରି ଆସି ପହଞ୍ଚୁଥିଲେ, ନାନାଦି ଆଧ୍ୟାତ୍ମିକ ପ୍ରଶ୍ନ ପଚାରୁଥିଲେ ଏବଂ ଅଭିରାମଙ୍କର ଭଜନ ଶୁଣାଉଥିଲେ। ଏବେ ବି ମଧ୍ୟ ଠାକୁର ଅଭିରାମଙ୍କର ଭଜନ ଆମେ ଗାଉଛୁ। କିନ୍ତୁ କ'ଣ ଇଏ ସମାଜ ହେଇଗଲା, ଅନ୍ୟାନ୍ୟ ଗୁରୁବର୍ଗମାନଙ୍କର ସତ୍ସଙ୍ଗ ଚାଲିଛି, କିନ୍ତୁ କେହି ଜଣେ ଆଉ ଜଣେ ଗୁରୁଙ୍କର କଥା ଉଦାହରଣ ମଧ୍ୟ ରହୁନି। ତୁଳସୀ ଦାସ ବି ଲେଖିଲେ, ବିନୁ ସତସଙ୍ଗ ବିବେକ ସତସଙ୍ଗ କରିବା ପାଇଁ ତୁଳସୀ ଦାସଙ୍କର ଇଏ ଗୋଟିଏ ଆଦେଶ। ସତ୍ୟ ସାଇ ସେ ଲେଖିଲେ, ମାନସ ଭଜ ଗୁରୁ ଚରଣ ସଜ୍ଜନ, ଯୋଉଠି ଆପଣମାନେ ଦେଖିବେ କୌଣସି ଗୁରୁଙ୍କର ପ୍ରଶଂସା ନାହିଁ, କେବଳ ନିଜ ଗୁରୁଙ୍କର ପ୍ରଶଂସା ଚାଲିଛି। କୌଣସି ଗୁରୁଙ୍କର ଏକ୍ଜାମ୍ପଲ୍ ଉଦାହରଣ ବି ଦିଆ ହଉନି। ସେଠି ନିଶ୍ଚିତ ଅହଙ୍କାର ରହିଛି। ଆଜି ବି ନେତା ମାନେ ହୁଅନ୍ତୁ, ସାଧୁମାନେ ହୁଅନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କର କଥା କହୁଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ କଥା କହୁଛନ୍ତି କୋଉମାନେ? ଯୋଉମାନେ ନିଅହଙ୍କାରୀ, ଯୋଉମାନଙ୍କ ଭିତରେ ଅହଙ୍କାର ଅଛି, ତାଙ୍କ ଗୁରୁ କ'ଣ କହିଛନ୍ତି ସେଇଆକୁ ସେ କହୁଛନ୍ତି। ଏଭଳିକି ଆମେ ଯୋଉ ଗୀତଟିଏ ବୋଲୁ, ହେ ଗୁରୁ ତୁମେ ମଙ୍ଗଳମୟ, କୃପା ବିନା ମୁକ୍ତି ନାହିଁ, ଏମିତି ଅଡୁଆ ଭକ୍ତ ସବୁ ବାହାରିଲେଣି, ମୋ ନାଁ ଭଣିତାକୁ ପଢ଼ିବେ ନାହିଁ। ସତେ ଯେମିତି ମୋ ନାଁଟା ତାଙ୍କ ମାନେ ଭଜନରେ ବାଜିଗଲେ
ତାଙ୍କ ଦେହ ତ ଆଇଁଷିଆ ହେଇଯିବ। ସିଏ ପଦଟା ଗାଇବେନି, ଆଉ ଯଦି ଗାଇବେ ତାଙ୍କ ଗୁରୁଙ୍କ ନାଁ ମିଶେଇବେ। ତେଣୁ ଯେଉଁମାନେ ଏଇ ହୀନମନ୍ୟତା ଭିତରେ ଅଛନ୍ତି ସେମାନେ କ'ଣ ନିଜେ ଉଦ୍ଧାର ହେବେନି, ଅନ୍ୟକୁ କ'ଣ ଉଦ୍ଧାର କରିବେ? ତେଣୁ ଉଦାର ହୁଅ, ବିବେକାନନ୍ଦ କହିଲେ, ଉତ୍ତିଷ୍ଠତ ଜାଗ୍ରତ। ଉଦାର ହୁଅ। ଆଜି ବିଶ୍ୱ ଏତେ ବଡ଼ ବିପଦରେ ପଡ଼ିଛି। ଗୋଟାଏ ପଟରେ ଆମେରିକା, ପୃଥିବୀର ବଡ଼ ଧନୀ ଦେଶ, ଆଉ ଗୋଟାଏ ପଟରେ ରଷିଆ, ଚୀନ, ପାକିସ୍ତାନ, ଇଏ ସବୁ ରଷିଆର ସପକ୍ଷରେ ଅଛନ୍ତି। ଭାରତ ନ୍ୟୁଟ୍ରାଲ ଅଛି। କିନ୍ତୁ ସଜ୍ଜନ, ଯଦି ଏ ଯୁଦ୍ଧଟା ପ୍ରକୃତରେ ଲାଗିଯାଏ ଏଇଟା ବିଶ୍ୱଯୁଦ୍ଧରେ ପରିଣତ ହେଇଯିବ। ହଜାର ହଜାର ଲୋକମାନେ ଯୋଉ ଦେଶର ସେମାନେ ମୃତ୍ୟୁବରଣ କରିବେ। ତେଣୁ ସଜ୍ଜନ, ଇଏ ସବୁ ନିରର୍ଥକ। ବଳିଆ ପ୍ରାର୍ଥନା କରୁଛି, ବସୁଧୈବ କୁଟୁମ୍ବକମ୍। ମୋ ଶାସ୍ତ୍ର ମତେ ଶିଖେଇଛି ବସୁଧୈବ କୁଟୁମ୍ବକମ୍। ଇହାଦରି ସତ୍ୟ, ୱାର୍ଲ୍ଡ ଇଜ୍ ୱାର୍, ୟୁନିଭର୍ସ ଇଜ୍ ୱାର୍, sun is one, moon is one, air is one, earth is one। ତେଣୁ ସବୁ ଯଦି ୱାନ୍, ଏକ, ତାହେଲେ ଧ୍ୱଂସାସ୍ତ୍ର ସୃଷ୍ଟି କରି ଅନ୍ୟମାନଙ୍କୁ ଧ୍ୱଂସ କରିବାର ଉପାୟ ଅବଲମ୍ବନ କରିବା କ'ଣ ଦରକାର? ଶାନ୍ତିରେ ବଞ୍ଚ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ଇଏ ହେଉଛି ଆଜିର କଥା। କାଲି ତ କହିଥିଲି, always you do meditation with ପ୍ରାଣାୟାମ। ମେଡିସିନର ପଏଣ୍ଟ କହିଥିଲି, ଟପ୍ ଅଫ୍ ନୋଜ୍ ଆଣ୍ଡ ହାର୍ଟ, ହୃଦୟ। ସେକେଣ୍ଡରେ କହିଥିଲି, ୟୁ ଡୁ କୀର୍ତ୍ତନ, ଫ୍ୟୁ ଟାଇମ୍, 5 minutes ସଫିସିଏଣ୍ଟ ଅଛି। ଯଦି ଆମେ କିଛି କରିବା ନାହିଁ, ୟୁ ପ୍ରେସ୍ ଟୁ ଲର୍ଡ ଅନନ୍ତ, ଲର୍ଡ ଜଗନ୍ନାଥ, ୟୁ ପ୍ରେସ୍ ଟୁ ୟୋର ଗୁରୁ। ଯଦି ଆମେ କିଛି ବି କରିବା ନାହିଁ, ପୁଳିଏ ଖାଇବା, ପୁଳିଏ ଶୋଇବା, ଉଠିବା, ଗପିବା, ହସିବା, ଟିଭି ଦେଖିବା, ଯିବା ନା। ସ୍ପିରିଚୁଆଲିଟି ସେ କୋଉଠି ଅଛି? ଇନ୍ ୟୁର ହାର୍ଟ। ୟୁର ବଡି, ଅଲ୍ ଅର୍ଗାନ୍ସ ଆର୍ ପାର୍ଟ ଅଫ୍ ସ୍ପିରିଚୁଆଲିଟି। soul is one, supreme soul, Paramatma, always one, not two, not three. Divinity in your life. You be devotee. Yes, Houti, you please keep patience. এইଭଳି ଅନେକ କଥା କହିବାକୁ ଅଛି।
ସମସ୍ତେ ନିଜକୁ ଗଠନ କର। ଗୋଟିଏ ମିନିଟ୍ ଅନ୍ତତଃ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କର। ଗୋଟିଏ ମିନିଟ୍। ମୁଁ ଗୋଟେ ଭଏସ୍ ରେକର୍ଡିଂ କରି ଛାଡ଼ିଛି। ସେଥିରେ ମୁଁ ନିବେଦନ କରିଛି, ଗୋଟିଏ ମିନିଟ୍ ହେଲେ ବି ତୁମେ ପ୍ରାର୍ଥନା କର। ଆଚ୍ଛା, ଅଭିନ୍ନ ସୁନ୍ଦର କହିଲେ, ଏକ ଧର୍ମ ବୋଲି ସଂସାରେ ଯଦି ଜାଣିଥାନ୍ତେ, ଭାଇରେ ଭାଇରେ କି ପାଇଁ ହଣାହଣି ହୁଅନ୍ତେ। ପୁରା একবার ସ୍ପଷ୍ଟ। ଆଜି ଭାଇ କି ଭାଇ ହାଣୁଛି। କୋଉଠି ପୁଅ ବାପକୁ ମାରିଦେଲାଣି। ଗୋଟେ ଗୋଟେ ପୁଅ ମାକୁ ମାରୁଛନ୍ତି, ମାନେ ଯୋଉ ମାର। ତେଣୁ ତମେ କି ଧର୍ମ କରୁଛ? କୋଉ ମନ୍ଦିରକୁ ଯାଉଛ? କାହିଁକି କାହିଁକି ମାଳି ପିନ୍ଧିକିରି ବୁଲୁଛ? ଗୁରୁକ୍ଷେତ୍ରକୁ ଯାଉଛ କାହିଁକି? ଗୋଟେ ବୁଢ଼ୀ ମାକୁ ତ ମାରୁଛ। ଗୋଟେ ବୁଢ଼ୀ ମା କହୁଥାଏ, ଏ ଗୋଟେ ବୁଢ଼ା ବାପା କହୁଥାଏ, ମୁଁ ଟିଭିରେ ଦେଖିଛି, ମୋର କିଛି ଦରକାର ନାହିଁ, ଖାଲି ମୋତେ ବାପା ବୋଲି ପୁଅ ଡାକ। କାହିଁକି? କାଲି ଟିଭି ପରଦା ଖୋଲିଲା ବେଳକୁ ଗୋଟେ ପିଲାର କାନ୍ଦଣା ଶୁଭିଲା। ଆପାର୍ଟମେଣ୍ଟ ଉପରେ ବମ୍ ପଡ଼ିଲା। ମୋର ମନ ଏତେ ଖରାପ ହେଇଗଲା, ବୋଲେ ବନ୍ଦ କରିଦିଅ ଟିଭି, ଆଉ ଦେଖି ହବନି। ତମେ ଯୁଦ୍ଧ କରିବ ବୋଲି ପବ୍ଲିକକୁ ମାରିବ କାହିଁ? ଯୁଦ୍ଧ କରିକି ତାଙ୍କ ସୈନ୍ୟମାନଙ୍କ ସହିତ ଯୁଦ୍ଧ କର, ତାଙ୍କ ଦେଶକୁ ଆକ୍ୱାର କର। ତୁମେ ଆପାର୍ଟମେଣ୍ଟ ଉପରେ ବମିଂ କରିବ। ଯିଏ କରୁ, ରୁଷିଆ କରୁ, ଆମେରିକା କରୁ, ଭାରତ କରୁ, ଚୀନ କରୁ, ଜାପାନ କରୁ। ଛୋଟ ଛୁଆମାନେ ଜୀବନରେ କ'ଣ ପାପ କରିଥିଲେ? ଜୀବନର ମୂଲ୍ୟ ଯେଉଁମାନେ ନ ବୁଝିଛନ୍ତି, ସେମାନେ କ'ଣ ବୁଝିବେ? ଏ ବିଶ୍ୱଟାକୁ ଏମିତି ଖାଲି ଇଗୋରେ ଧ୍ୱଂସ କରିଦେଲେ। ଆନନ୍ଦ ହିଁ ନିତ୍ୟାନନ୍ଦ, ଆନନ୍ଦ ହିଁ ବ୍ରହ୍ମାନନ୍ଦ, ଆନନ୍ଦ ହିଁ ସଚିଦାନନ୍ଦ, ଆନନ୍ଦ ହିଁ ପ୍ରେମାନନ୍ଦ, ଆନନ୍ଦ ହିଁ ବିବେକାନନ୍ଦ। ତେଣୁ ଆନନ୍ଦ ପାଇବା ପାଇଁ ଗୁରୁ ଗୋବିନ୍ଦଙ୍କୁ ପ୍ରାର୍ଥନା କର। ମୋ ଗୁରୁ, ତୋ ଗୁରୁ, ମୋ ଠାକୁର, ସେ ଠାକୁର, ମୋ ଇଷ୍ଟ, ତୋ ଇଷ୍ଟ, କ'ଣ ଏଠି ଯୁଦ୍ଧ କରିବ ନା କ'ଣ? ମିନନେସକୁ ଲେସ୍ କର। ତେଣୁ ସବୁବେଳେ ଛୋଟ ମନରୁ ଯାଇ ଉଦାର ହୁଅ। କର୍ମ କର, ପରିବାର ଗଠନ କର, ଗୁରୁମନ୍ତ୍ର ନିଅ କର। ଆଉ ସବୁଠାରୁ ମନ୍ଦିର ଗଢ଼ିବା ଯେତିକି ପୁଣ୍ୟ ନୁହେଁ, ଯଦି 10ଟି କି 20ଟି ଗଛ ତୁମେ ଲଗେଇକିରି ବଞ୍ଚେଇଲ, ସେଇଟା ସବୁଠାରୁ ବଡ଼ ପୁଣ୍ୟ। ପରି ସ୍ୱରୂପ ଭିତରେ, ଆମ ସମସ୍ତଙ୍କ ସ୍ୱରୂପ ଭିତରେ ଗୋଟିଏ ଅରୂପ ଅଛନ୍ତି, ସିଏ ହେଉଛନ୍ତି ଭଗବାନଙ୍କର ଶକ୍ତି ଆତ୍ମା। ତୁମେ ଯଦି ଆଉ ଗୋଟିଏ ସ୍ୱରୂପର ସେବା କଲ, ସିଏ ହେଉଛି ଆତ୍ମାର ସେବା। ଗୋଟେ ଗୋଟେ ଲୋକ ବାହାଦୁରି, ମୁଁ ଦରିଦ୍ର ନାରାୟଣଙ୍କର ସେବା କଲି। ନାରାୟଣ କେବେ ଦରିଦ୍ର ହେଇପାରନ୍ତି ନାହିଁ। ଦରିଦ୍ର ଶବ୍ଦକୁ କାଟି ନରନାରାୟଣଙ୍କର ସେବା କର। ଦୁଃସ୍ଥ ଅସୁସ୍ଥ ମଣିଷକୁ ସାହାଯ୍ୟ କର। ତାହା ହିଁ ହେବ ସେବାର ପ୍ରକୃତ ମୂଲ୍ୟ। ତେଣୁ ଭାଗବତ କହିଲେ, ସେବା କାପର୍ଣ୍ୟ ଭକ୍ତି ବଳେ କିବା ଅସାଧ୍ୟ ମହିତଳେ। Serve is God, love is God,
এই जो कथा स्वामी शिवानंद कहले अन्य को सेवा करवा ही भगवान कर सेवा करवा गिव हिज गॉड अन्य को किसी दबा दान करवा से मध्य भगवत सेवा हो सज्जन विश्व शांति पाई प्रार्थना करने पाई भूलिबे नहीं मु लाइफ करुची सत्य मोर मन से विश्व जो युद्ध चली सी छोट छुआ कहीं न कांदंतु सैनिक कहीं न मरंतु तो मरबे निश्चय मो प्रार्थना मु करुची तेणु मोर मनोवृत्ति केवल प्रार्थना तेणु आपण माने अंततः गोटे मिनिट टिके प्रार्थना करंतु जे अल्लाह से ईश्वर से गॉड ये कथा जदि से माने जानी थांते तेरे यही अभिराम को कहला बड़ी भाई भाई रे हणाहणी हो जाते हौ सज्जन कथा को यही विश्राम दबा।